को जीवा एप्री 12 अध्याय 1 ଏବଂ 2 ପଦ। ଅତଏବ ଏଡ଼େ ବୃହତ୍ ମେଘତୁଲ୍ୟ ସାକ୍ଷୀମାନଙ୍କ ଦ୍ୱାରା ବେଷ୍ଟିତ ହେବାରୁ ଆସ, ଆମ୍ଭେମାନେ ପ୍ରତ୍ୟେକ ଭାର ଓ ସହଜରେ ବେଷ୍ଟନକାରୀ ପାପ ପରିତ୍ୟାଗ କରି ବିଶ୍ୱାସର ନେତା ଓ ସିଦ୍ଧିଦାତା ଯୀଶୁଙ୍କୁ ଲକ୍ଷ୍ୟ କରି ଧୈର୍ଯ୍ୟ ସହକାରେ ଆମ୍ଭମାନଙ୍କ ଗନ୍ତବ୍ୟ ପଥରେ ଧାବମାନ ହେଉ। ସେ ଆପଣା ସମ୍ମୁଖସ୍ଥ ଆନନ୍ଦ ନିମନ୍ତେ ଅପମାନ ତୁଚ୍ଛ ଜ୍ଞାନ କରି ଧୈର୍ଯ୍ୟ ସହ କୃଷିୟ ମୃତ୍ୟୁ ଭୋଗ କଲେ, ପୁଣି ଈଶ୍ୱରଙ୍କ ସିଂହାସନର ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ହୋଇଅଛନ୍ତି। Praise the Lord. ପ୍ରଭୁଙ୍କ ମହାନ ନାମରେ ଧନ୍ୟବାଦ ହଉ। Thank you ଭାଇ। ଏଟା ଲେଖା ଯାଇଛି, ଆମେ ଦେଖି ପାରୁଛୁ, ଅତଏବ ଏତେ ବୃହତ୍ ମେଘତୁଲ୍ୟ ସାକ୍ଷୀମାନଙ୍କ ଦ୍ୱାରା ବେଷ୍ଟିତ ହେବାରୁ ଆସ, ଆମ୍ଭେମାନେ ପ୍ରତ୍ୟେକ ଭାର ଓ ସହଜରେ ବେଷ୍ଟନକାରୀ ପାପ ପରିତ୍ୟାଗ କରି ବିଶ୍ୱାସର ନେତା ଓ ସିଦ୍ଧିଦାତା ଯୀଶୁଙ୍କୁ ଲକ୍ଷ୍ୟ କରି ଧୈର୍ଯ୍ୟ ସହକାରେ ଆମ୍ଭମାନଙ୍କ ଗନ୍ତବ୍ୟ ପଥରେ ଧାବମାନ ହେଉ। ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ। ଆମମାନେ ଏହି ଜଗତରେ ଆଜି ଯେଉଁ ଅଧୈର୍ଯ୍ୟ ଜଗତରେ ଆମମାନେ ବସବାସ କରୁଛୁ, ଅଫକୋର୍ସ ଏହି ମହାମାରୀ ଅନେକଙ୍କୁ ଅଧୈର୍ଯ୍ୟ କରିଦେଇଛି, କିନ୍ତୁ ଆମ୍ଭେମାନେ ଡିଫରେଣ୍ଟ ଅଟୁ। କାରଣ ଆମମାନଙ୍କର ବାପାଙ୍କୁ ଜାଣିଅଛୁ। ଯେଉଁ ବାପା କି ସିଂହାସନରେ ବସି ଅଛନ୍ତି ତାହାଙ୍କୁ ଆମେ ଜାଣୁ, ତାହାଙ୍କର କାର୍ଯ୍ୟକୁ ଆମେ ଦେଖିପାରୁଛୁ। ତ ମୁଁ କହିବାର ଅର୍ଥ ଆଜି ଯେ ଆମେ କାହାକୁ ଲକ୍ଷ୍ୟ କରି ଖ୍ରୀଷ୍ଟିଆନ ଜୀବନରେ ଧାବମାନ ହଉ, ଆମମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଲକ୍ଷ୍ୟ କରି ଧାବମାନ ହଉ। ଆଜି ପ୍ରିୟମାନେ, ଆମେ ଯଦି ବିଭିନ୍ନ ପରିସ୍ଥିତିକୁ ଆମେ ଲକ୍ଷ୍ୟ କରିବା, ଆମ୍ଭେମାନେ ଧୈର୍ଯ୍ୟ ହରା ହେବା, ଆମ୍ଭେମାନେ ନିରୁତ୍ସାହିତ ହେବା। ଆମମାନଙ୍କୁ ସବୁ ପରିସ୍ଥିତିରେ ଆମମାନଙ୍କର ସିଦ୍ଧିଦାତା ବିଶ୍ୱାସର ନେତା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଲକ୍ଷ୍ୟ କରି ଆଗକୁ ବଢିବାର ଅଛି। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଏଇ ଦିନ ମାନଙ୍କରେ ଆସୁ ଆମେ ଅଭ୍ୟାସ କରିବା, ଆମେ ପରିସ୍ଥିତିକୁ ଦେଖିବା ନାହିଁ, ଆମମାନଙ୍କର ଚତୁଃପାର୍ଶ୍ୱକୁ ଦେଖିବା ନାହିଁ, ଆମ୍ଭେମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଲକ୍ଷ୍ୟ କରିକି ଆଗକୁ ବଢିବା। ଏହା ଆମମାନଙ୍କୁ ବାକ୍ୟ କହୁଅଛି। ଦେଖୁଛୁ ପିଲାମାନେ, ସେଥିପାଇଁ ଲେଖା ହେଇଛି ବିଶ୍ୱାସର ନେତା ଓ ସିଦ୍ଧିଦାତା ଯୀଶୁଙ୍କୁ ଲକ୍ଷ୍ୟ କରି ଧୈର୍ଯ୍ୟ ସହକାରେ ଆମେ କଣ କରିବା? ଧୈର୍ଯ୍ୟ ସହକାରେ। ଆଜି ଧୈର୍ଯ୍ୟର ଅଭାବ ରହିଯାଇଛି। এই দিন ମାନଙ୍କରେ, এই ପେଣ୍ଡାମିକ ସମୟରେ, এই ଦୁଃଖ ସମୟରେ, এই କଷ୍ଟ ସମୟରେ, ମୃତ୍ୟୁର ଆଶଙ୍କା ସମୟରେ, ଜୀବନର ବିପତ୍ତି ସମୟରେ ଆମେମାନେ ଧୈର୍ଯ୍ୟ ସହକାରେ ଧୈର୍ଯ୍ୟ ଧରିବାର ଆବଶ୍ୟକ ପ୍ରିୟମାନେ। କାରଣ ଆମମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ ମୃତ୍ୟୁକୁ ଜୟ କରି ଉଠି ଅଛନ୍ତି। ତାହାଙ୍କର ସମସ୍ତ ତାହାଙ୍କ ଠାରେ ଅଧିକାର ଅଛି। ସ୍ୱର୍ଗ ପୃଥିବୀର ଅଧିକାର ଅଥର ମାଲିକ ହଉଛନ୍ତି ଆମମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟ। ସେଥିପାଇଁ ପ୍ରିୟମାନେ, ମୁଁ କହିବାକୁ ଚାହେଁ, ଆମେମାନେ ପ୍ରଭୁଙ୍କୁ ଜାଣିଛୁ, ସେଥିପାଇଁ ଆମେ ଧୈର୍ଯ୍ୟ ହରା ହେବା ନାହିଁ। ଲେଖାଯାଇଛି ଧୈର୍ଯ୍ୟ ସହକାରେ ଆମ୍ଭମାନଙ୍କ ଗନ୍ତବ୍ୟ ପଥରେ ଧାବମାନ ହଉ। ଆମେମାନେ ଯଦି ଧୈର୍ଯ୍ୟ ଧରିବା ନାହିଁ, ଆମ୍ଭେମାନେ ଗନ୍ତବ୍ୟ ପଥରେ ଆମେ ପହଞ୍ଚି ପାରିବା ନାହିଁ। ଏହା ଖ୍ରୀଷ୍ଟିଆନ ଜୀବନ ପାଇଁ, ଆମମାନଙ୍କ ପ୍ରତ୍ୟେକଙ୍କ ପାଇଁ ଧୈର୍ଯ୍ୟ ଧରିବାର ଆବଶ୍ୟକ ପ୍ରିୟମାନେ। ଆମେ ଅଧୈର୍ଯ୍ୟ ହେଇ କିଛି ଲାଭ ହେବ ନାହିଁ। ପ୍ରଭୁଙ୍କ ଉପରେ ଆମେ ଆସ୍ଥା ରଖିବା, ପ୍ରଭୁଙ୍କ ଉପରେ ଆମେ ଭରସା ରଖିବା, ପ୍ରଭୁଙ୍କ ଉପରେ ଆମେ ସମସ୍ତ ଆମର ଗତିକୁ ସମର୍ପଣ କରିବା। ତାହାଙ୍କ ଉପରେ ଆମେ ଧୈର୍ଯ୍ୟ ସହକାରେ, ତାହାଙ୍କ ଉପରେ ଆମେ ଭରସା ଆମେ ରଖୁ। ଆଜି ଅଧୈର୍ଯ୍ୟ এই ଜଗତ, ଧୈର୍ଯ୍ୟ କାହାର ମଧ୍ୟ ନାହିଁ, କିନ୍ତୁ ଆମ୍ଭେମାନେ সেই প্রভু যীশু খ্রিস্টଙ୍କୁ লক্ষ্য করি ଆମେ ଧୈର୍ଯ୍ୟ ସହକାରେ ଆମର ଖ୍ରୀଷ୍ଟିଆନ ଜୀବନକୁ ଆମେ ଆଗକୁ ବଢିବାର ଆବଶ୍ୟକ ଅଛି ପ୍ରିୟମାନେ। ଦେଖାଯାଉଛି ଧୈର୍ଯ୍ୟ ସହକାରେ ଆମେ ମାନେ କଣ କରିବାର ଅଛି? ଗନ୍ତବ୍ୟ ପଥରେ ଧାବମାନ ହଉ।
ଆମମାନଙ୍କୁ ଧୈର୍ଯ୍ୟ, ଏଇ ଧୈର୍ଯ୍ୟ ହଉଛି ଆତ୍ମାଙ୍କର ଫଳ। ପେସେନ୍ସ ଇଂଲିଶରେ ଲେଖା ଯାଇଛି ପ୍ରିୟ ମାନେ। ଧୈର୍ଯ୍ୟ ଆମମାନଙ୍କୁ ଧରିବାକୁ ପଡିବ, ଅଧୈର୍ଯ୍ୟ ଆମେ ନ ହଉ। ଆମର ପରିସ୍ଥିତି ଆଜି ଖରାପ ଅଛି, କିନ୍ତୁ ଆମେ ଧୈର୍ଯ୍ୟ ହରା ନ ହଉ। ଆମେ ପ୍ରଭୁଙ୍କୁ ଜାଣିଥିବା ଲୋକମାନେ ଆମେ ବିଜୟାତ୍ୟ ଭଳିଆ ନ ହଉ। ସବୁ ବିଷୟ ପାଇଁ ଆମେ ତାହାଙ୍କୁ ଧନ୍ୟବାଦ ଦେବା। ଆମେ ତାହାଙ୍କ ଉପରେ ଧୈର୍ଯ୍ୟ ରଖିବା ପ୍ରିୟ ମାନେ। ଆମେ ଧୈର୍ଯ୍ୟ ହରା ହେବା ନାହିଁ, କାରଣ ପ୍ରଭୁ ଯୀଶୁ ଖ୍ରୀଷ୍ଟ ହଉଛନ୍ତି ଆମମାନଙ୍କର ଉଦାହରଣ। ଦେଖନ୍ତୁ 2 ପଦରେ ମୁଁ ପଢିବାକୁ ଚାହେଁ, ସେ ଆପଣା ସମ୍ମୁଖସ୍ଥ ଆନନ୍ଦ ନିମନ୍ତେ ଅପମାନ ତୁଚ୍ଛ ଜ୍ଞାନ କରି ଧୈର୍ଯ୍ୟ ସହ କୃଷ୍ୟ ମୃତ୍ୟୁଭୋଗ କଲେ। କଣ କଲେ? ସେ ଆପଣା ସମ୍ମୁଖର ଆନନ୍ଦ ନିମନ୍ତେ ଅପମାନକୁ କଣ କଲେ? ତୁଚ୍ଛ ଜ୍ଞାନ କରି। ଆଜି ଆମମାନଙ୍କ ମଧ୍ୟରେ ଅନେକ ଲୋକମାନେ ଆମକୁ ତୁଚ୍ଛ ଜ୍ଞାନ କରୁଛନ୍ତି, ବଚସା କରୁଛନ୍ତି। ଏମାନଙ୍କ ଦ୍ୱାରା କିଛି ଲାଭ ହବ ନାହିଁ କହୁଛନ୍ତି। ଏମାନେ କିଛି ଜାଣନ୍ତି ନାହିଁ, ହେ ଜ୍ଞାନରେ ଦେଖୁଅଛନ୍ତି, ନିଜ ଦୃଷ୍ଟିରେ ଦେଖୁଅଛନ୍ତି। ତାହାକୁ ଆମମାନେ ତୁଚ୍ଛ କରିବା ପ୍ରିୟ ମାନେ। ଏଇ ଯୋଉ ଆମମାନଙ୍କର ଦୁଃଖ, ଏହା କିଛି ମଧ୍ୟ ନୁହଁ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆମମାନଙ୍କ ଉଦାହରଣ। ସେ ଆଗାମୀ ବିଶ୍ୱର ସମ୍ମୁଖର ଆନନ୍ଦକୁ ସେ ଲକ୍ଷ୍ୟ କଲେ ଏବଂ ମୃତ୍ୟୁ ପର୍ଯ୍ୟନ୍ତ ସେ ଧୈର୍ଯ୍ୟ ସହକାରେ କଣ କଲେ? କୃଷ୍ୟ ମୃତ୍ୟୁ ପର୍ଯ୍ୟନ୍ତ ସେ ଧୈର୍ଯ୍ୟ ଧରିଲେ। ଦେଖନ୍ତୁ ପ୍ରିୟ ମାନେ, ଧୈର୍ଯ୍ୟ ସହ କୃଷ୍ୟ ମୃତ୍ୟୁ ଭୋଗ କଲେ, ପୁଣି ଈଶ୍ୱରଙ୍କର ସିଂହାସନ ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ହୋଇ ଅଛନ୍ତି। ପ୍ରେଜ୍ ଦ ଲର୍ଡ। ପ୍ରଭୁ ଯୀଶୁ କେବେ ମଧ୍ୟ ଧୈର୍ଯ୍ୟ ହରା ହେଇନାହାନ୍ତି, ଇମ୍ପେସେନ୍ସ ହେଇନାହାନ୍ତି। ସେ ପେସେନ୍ସ ରକ୍ଷା କରିଅଛନ୍ତି। ଇଭେନ୍ କୃଷ୍ୟ ମୃତ୍ୟୁ ପର୍ଯ୍ୟନ୍ତ, ମୃତ୍ୟୁର ସମ୍ବାଦ ପାଇବା ପର୍ଯ୍ୟନ୍ତ, ମାନେ ଯୋଉମାନେ ତାଙ୍କର ଯୋଉ ଶତ୍ରୁ ମାନେ ଥିଲେ ତାହାଙ୍କୁ ଧରି ନେବା ପର୍ଯ୍ୟନ୍ତ ସେ ଧୈର୍ଯ୍ୟ ହରା ହେଇ ନାହାନ୍ତି। କାରଣ ଏଇ ଯୋଉ କ୍ଲେଶ, ଏଇ ଯୋଉ ଦୁଃଖ, ଏଇ ଯୋଉ ମୃତ୍ୟୁ କ୍ଷଣିକ ନିମନ୍ତେ, ଅଳ୍ପ କାଳ ନିମନ୍ତେ ଯୋଉ ମହା ଆନନ୍ଦ, ଯୋଉ ମହା ଗୋଟେ ଆନନ୍ଦର ବିଶ୍ୱକୁ ସେ କଣ କଲେ? ଲକ୍ଷ୍ୟ କଲେ। ପ୍ରିୟ ମାନେ, ଆସୁ ଆମେ ଖ୍ରୀଷ୍ଟିଆନ ଲୋକମାନେ, ଆମେ ପ୍ରଭୁଙ୍କୁ ଜାଣିଥିବା ଲୋକମାନେ, ଆମମାନଙ୍କ ମଧ୍ୟରେ ଗୋଟେ ପ୍ରତିଜ୍ଞା ଅଛି। ଆଗାମୀ ଦିନ ମାନଙ୍କରେ ଆମମାନଙ୍କୁ ଆନନ୍ଦ ଅପେକ୍ଷା କରିଅଛି ପ୍ରଭୁଙ୍କ ଉପସ୍ଥିତିରେ। ପ୍ରଭୁଙ୍କ ସହିତ ଆମେ ଆନନ୍ଦ କରିବା। ସେଥିପାଇଁ ପ୍ରିୟ ମାନେ, ଆମେ ଧୈର୍ଯ୍ୟ ସହକାରେ ତାହାଙ୍କର ଆମମାନଙ୍କର କଣ ଖ୍ରୀଷ୍ଟିଆନ ଜୀବନକୁ, ଯୀଶୁଙ୍କୁ ଲକ୍ଷ୍ୟ କରି ଆମେ କଣ କରିବା? ଧାବମାନ ହେବାର ଆବଶ୍ୟକ ପ୍ରିୟ ମାନେ। ଆଚ୍ଛା, ରୋମିଓ 8:18 ପଦ ଟିକେ ଆମେ ପଢିବା। କେଇ ଜଣ ପଢନ୍ତୁ। କାରଣ ମୋ ବିଚାରରେ ଯେଉଁ ଗୌରବ ଆମମାନଙ୍କ ପ୍ରତି ପ୍ରକାଶିତ ହେବ, ତାହା ତୁଳନାରେ ଏହି ବର୍ତ୍ତମାନ କାଳର ଦୁଃଖ ଭୋଗ କିଛି ହିଁ ନୁହେଁ। Praise the Lord. Praise the Lord. ଆମେ ଆନନ୍ଦ କରିବା ପ୍ରିୟ ମାନେ, ପ୍ରଭୁଙ୍କ ଠାରେ ଆମେ ଆନନ୍ଦ କରିବା। ଦେଖନ୍ତୁ ଯୋଉ ଏଇ ଯୋଉ ଦୁଃଖ ଭୋଗ ଆଜି ଚାଲିଛି, ଦେଖନ୍ତୁ ଆମେ ପଢିବା ଆଉ ଥରେ। କାରଣ ମୋ ବିଚାରରେ, ସାଧୁ ପୌଲ କହନ୍ତି, ସାଧୁ ପୌଲ ଆତ୍ମାଙ୍କ ଦ୍ୱାରା ସେ ମଣ୍ଡଳୀକୁ ଉଚ୍ଚାର କରନ୍ତି, ଆମମାନଙ୍କୁ ସେ କହନ୍ତି, କାରଣ ମୋ ବିଚାରରେ ଯେଉଁ ଗୌରବ ଆମମାନଙ୍କ ପ୍ରତି ପ୍ରକାଶିତ ହବ, ଯେଉଁ ଗୌରବମୟ ଭରସା, ଗୌରବମୟ ଆନନ୍ଦ ଯୋଉ ପ୍ରକାଶିତ ହବ ଆଗାମୀ ଦିନ ମାନଙ୍କରେ, ପ୍ରଭୁଙ୍କ ଦିନରେ, ତାହା ତୁଳନାରେ ବର୍ତ୍ତମାନ କାଳର ଦୁଃଖ ଭୋଗ କିଛି ହିଁ ନୁହେଁ। ପ୍ରେଜ୍ ଦ ଲର୍ଡ। এই দুঃখ এবং আশঙ্কা দিন ମାନଙ୍କର ଯୋଉ ଗୌରବମୟ ଆନନ୍ଦ, ଗୌରବମୟ ଭରସା, ଏହି ଦୁଃଖ ତା ତୁଳନାରେ କିଛି ହିଁ ନୁହେଁ। ଏହା ଯଦି 1% ହେବ, ତାହା କେତେ 99% ହେଇଯାଉଛି। ପ୍ରେଜ୍ ଦ ଲର୍ଡ। ମାନେ ଇଭେନ୍ 1% ମଧ୍ୟ ନୁହଁ। ପ୍ରଭୁ ଆମକୁ ଆଶୀର୍ବାଦ କରନ୍ତୁ, ପ୍ରଭୁ ଆମ ଅନୁଗ୍ରହ କରନ୍ତୁ। ଏଇ ଅଳ୍ପ ସମୟର ଦୁଃଖକୁ ଆମେ ପୁରା ମେଜର କରିଦଉଛୁ। ଯାହା ମେଜର ମାନେ ମାଇନର କରିଦେଉଛୁ। ପ୍ରଭୁ ଆମକୁ ଅନୁଗ୍ରହ କରନ୍ତୁ ପ୍ରିୟ ମାନେ।
ये जो माइनर दुख को हमने मेजर न करू आमन करो मेजर विश्व आमन को अपेक्षा करके रछि प्रभु जीसु ख्रीष्ट आए फिर हमने देखिलु ती पर्व रे এই ক্ষণিক দুঃখକୁ ସେ ତୁଚ୍ଛ ଜ୍ଞାନ କଲେ ଆଗାମୀ जो ଗୌରବମୟ ବିଶ୍ବ ଆନନ୍ଦର ବିଶ୍ବ ସୁଖମୟ ବିଶ୍ବକୁ ସେ ଲକ୍ଷ୍ୟ କଲେ ଏବଂ ଧୈର୍ଯ୍ୟ ସହକାରେ କୃଷ୍ୟ ମୃତ୍ୟୁ ପର୍ଯ୍ୟନ୍ତ ସେ ଧୈର୍ଯ୍ୟ ସହକାରେ ମୃତ୍ୟୁବରଣ ऑडियो आसुनी भाई हालेलुया प्रेज द लॉर्ड Praise the Lord. ये कौन ऑडियो कहउछले क्लियर ଅଛି ऑडियो क्लियर जाई हां ठीक अछि प्रिय माने एहा धैर्य होछि गुटे आत्मांकर फल माने अनेक समय हिलिंग ऊपर गुरुत्व देइथाउ प्रोफेसी ऊपर गुरुत्व देइथाउ किंतु आसु माने ए जो प्रभुंकर गिफ्ट आत्मांकर फल पेशेंस धैर्य को मध्य माने बढ़ाइबार आवश्यक ए दिन माने माने की प्रकार भाबरे प्रभुंक ऊपर धैर्य धरुछु ए धैर्य आज कोन करूछि परीक्षित होछि प्रिय माने हमने भांगी न पडू हमने प्रभुंक ऊपर कंटीन्यूअस भाबरे धैर्य धरू कारण वाक्य रे पढलु ए दुख ए क्लेश आगामी दिन जे गौरवमय भरोसा मन को अपेक्षा करी अछि गौरवमय आनंद अपेक्षा करके रखी छी सही आनंद तुलन रे ए अल्प समय क्षणिक दुख किछि ही नुह दिस इज माइनर डोंट मेक इट मेजर मेजर विश्व महान विश्व आमन को अपेक्षा करी रखी अछि ए अल्प विश्व क्षणिक विश्व को हमने महान न करू प्रिय माने हमर आत्मिक चक्षु खुली जाओ प्रभु यीशु ख्रीष्टଙ୍କ भଳିଆ आसु ए अल्प दुख को हमने तुच्छ भोग करिबा और जो महान आनंदर विश्व गौरव विश्व प्रभुंकर उपस्थिति रे हमने रहिबा जहा प्रभुंकर प्रतिज्ञा ताहा को हमने धरि रख प्रेज द लॉर्ड प्रभु हमर का बात करतु गीत संगीत 16 रो 11 रा माने पढिबा पुनर्बार हमनकर विश्वास को बढ़ाइबा निमंते तुमे मते जीवनर पथ देखाइबो तुम सम्मुखरे आनंदर पूर्णता थाए तुम दक्षिण पाखरे नित्य सुख भोग थाए प्रेज द लॉर्ड हालेलुया प्रभुंकर उपस्थिति रे कोन अछि सुख भोग अछि आनंद अछि आनंदर पूर्णता केवल ताहांक ठारे अछि प्रिय माने हम देखो तुमे मते जीवन पथ देखाइबो तुंभ सम्मुखरे आनंदर पूर्णता थाए जो माने जगत रे आनंदर पूर्णता को खोजु अछंती से माने बहुत बड़ भूल करू अछ आनंदर पूर्णता केवल प्रभुंकर उपस्थिति अछि द कंप्लीट जॉय हेवनली जॉय एहा एई आनंद क्षणिक मात्र मौसा कहले एई क्षणिक मात्र आनंद को से तुच्छ ज्ञान कले एवं प्रभुंकर लोक मानकर सहित से संगी धरिले दुख भोग उठाइबा चेष्टा कले कारण से आगामी दिन रो गौरवमय पुरस्कार को से अनैले मु कहबार अर्थ अछि एहा जे प्रिय माने देखुछु माने ताहांकर प्रभुंकर सम्मुखरे कोन अछि आनंदर पूर्णता अछि आनंदर पूर्णता पछरे हम माने दौड़ू ए अल्प दिनर क्षणिक आनंद पछरे हम माने न दौड़ू प्रिय माने सेति पे प्रभु हमन आशीर्वाद करंतु तुम दक्षिण पाखरे नित्य सुख भोग आए हालेलुया प्रेज द लॉर्ड प्रभुंक दक्षिण पार्श्वरे नित्य सुख भोग तांक उपस्थिति रे संपूर्ण आनंद प्रेज द लॉर्ड तो ई दुख को ई कष्ट को ई क्लेश को निंदा को आमे तुच्छ करू ताको मेजर न करू ता माइनर ता क्षणिक अल्प दिन निमंते किंतु अनंत काल निमंते आमान को मेजर विश्व आनंदर विश्व गौरवर विश्व प्रभुंक उपस्थिति रे आमान को अपेक्षा करिक अछि प्रेज द लॉर्ड माने सेति पे माने प्रिय माने
आमने धैर्य सहकारे धैर्य आमने धरू आज धैर्यर अभाव हो जाइछि प्रिय माने ई परीक्षा जो पेंडेमिक आछि महामारी अछि कोविड-19 आछि ଏହା ଆମକୁ ଧୈର୍ଯ୍ୟ ପରୀକ୍ଷା କରୁଛି ଆମମାନେ ଧୈର୍ଯ୍ୟ ହରା ନ ହଉ ଆମମାନେ ଧୈର୍ଯ୍ୟ ଧରୁ ଏହା ଅଳ୍ପ ପାଇଁ ଏହା କ୍ଷଣିକ ପାଇଁ ମୁଁ ଏହା କହିବାକୁ ଚାହେଁ ପ୍ରିୟ ମାନେ ଆସନ୍ତୁ ଆମମାନେ ରୋମିଓ 5 ପଦରେ ଆମମାନେ ଦେଖିବା ରୋମିଓ 5:3-4 କେବଳ ତାହା ନୁହେଁ ସମସ୍ତ କ୍ଲେଶରୁ ମଧ୍ୟ ଦର୍ପ କରୁଅଛୁ ତେଣୁ କ୍ଲେଶରୁ ଧୈର୍ଯ୍ୟ ଧୈର୍ଯ୍ୟରୁ ଅନୁଭୂତି ପୁଣି ଚରିତ୍ରରୁ ଭରସା ଯେ ଜନ୍ମେ ଏହା ଆମେ ମାନେ ଜାଣୁ। Praise the Lord. Hallelujah. এই পদ মানে দুই পদরে পড়িলে কি ହେବ ଯେଉଁ ଅନୁଗ୍ରହ ମଧ୍ୟରେ ଆମେ ମାନେ ଅଛୁ ସେଥିରେ ତାହାଙ୍କ ଦ୍ୱାରା ବିଶ୍ୱାସରେ ପ୍ରବେଶ ମଧ୍ୟ କରିଅଛୁ ପୁଣି ଆମେ ମାନେ ଈଶ୍ୱରଙ୍କ ଗୌରବର ଭରସାରେ ଦର୍ପ କରୁଅଛୁ। Praise the Lord. ଈଶ୍ୱରଙ୍କର ଗୌରବର କରୁଛୁ ଭରସାରେ ଦର୍ପ କରୁଛୁ କେବଳ ସେହି ଭରସାରେ ଦର୍ପ କରୁନାହୁଁ କିନ୍ତୁ ଅସଲ କଥା ସେ କହନ୍ତି କେବଳ ତାହା ନୁହେଁ ସମସ୍ତ କ୍ଲେଶରେ ମଧ୍ୟ ଦର୍ପ କରୁ ଅଛୁ ହାଲେଲୁୟା ଆମମାନଙ୍କର ପୂଜାପୁତ୍ର ମଣ୍ଡଳୀ ଆମମାନଙ୍କ ସହିତ ଜଡ଼ିତ ହୋଇଥିବା ପ୍ରିୟ ଭାଇ ଭଉଣୀ ମାନେ ଯେଉଁମାନେ ଆମମାନଙ୍କୁ ପ୍ରେମ କରୁଅଛନ୍ତି ଆମମାନେ ମୁଁ କହିବାକୁ ଚାହେଁ ଆମମାନେ କେବଳ ଭରସାରେ ଯେ ଦର୍ପ କରୁଅଛୁ ତାହା କେବଳ ନୁହଁ କିନ୍ତୁ କ୍ଲେଶରେ ମଧ୍ୟ ମାନେ କଣ କରୁଛୁ ଦର୍ପ କରୁଅଛୁ କାରଣ ଏହି କ୍ଲେଶ ଅଳ୍ପ ଦିନ ନିମନ୍ତେ ଏହା କ୍ଷଣିକ ନିମନ୍ତେ ଆଗାମୀ ଦିନରେ ଆମମାନଙ୍କ ଆନନ୍ଦ ଅପେକ୍ଷା କରି ରହିଅଛି ସେଥିପାଇଁ କ୍ଷଣିକ ଦୁଃଖ ଭୋଗରେ ଆମମାନେ ଆନନ୍ଦ କରୁଛୁ କ୍ଲେଶରେ ଆନନ୍ଦ କରୁଛୁ ହାଲେଲୁୟା ପ୍ରେଜ୍ ଦ ଲର୍ଡ ଆମମାନେ ପରିତ୍ରାଣ ପ୍ରାପ୍ତ ବ୍ୟକ୍ତିମାନେ ପ୍ରିୟମାନେ ଆମମାନେ ଜୀବନ ପ୍ରାପ୍ତ ବ୍ୟକ୍ତିମାନେ ପ୍ରିୟମାନେ এই অল্প ক্লেশକୁ ଆମେ ତୁଚ୍ଛ କରୁ କାରଣ ଆମମାନଙ୍କ ନିମନ୍ତେ ଅନନ୍ତ ଗୌରବ ଅନନ୍ତ ସୁଖ ଆମମାନଙ୍କୁ ଆନନ୍ଦ ଅପେକ୍ଷା କରି ରହିଅଛି ହାଲେଲୁୟା ପ୍ରେଜ୍ ଦ ଲର୍ଡ ସେଥିପାଇଁ ଆମମାନେ କେବଳ ଭରସାରେ ଯେ ଆନନ୍ଦ କରୁଛୁ ତାହା ନୁହଁ କିନ୍ତୁ କ୍ଲେଶରେ ମଧ୍ୟ ଆନନ୍ଦ ଆମମାନେ କରୁଅଛୁ ଆମମାନେ କ୍ଲେଶରେ ମଧ୍ୟ ଆନନ୍ଦ କରିବାର ଶିଖିବାର ଅଛି ପ୍ରିୟମାନେ ଏହା ହେଉଛି ସାଧୁ ପାଉଲଙ୍କର କଥା ସେ ନିଜର ମାନେ ସେ ପ୍ରକାର ଷ୍ଟ୍ରଙ୍ଗ ବ୍ୟକ୍ତି ସେ କହୁଅଛନ୍ତି ଆମ୍ଭେମାନେ ମଧ୍ୟ କହିବାର ଅଛି ଆମମାନଙ୍କର ମଧ୍ୟ ଏ ପ୍ରକାର ସାକ୍ଷୀ ହେବାର ଅଛି ମାନେ କ୍ଲେଶରେ ମଧ୍ୟ ଦର୍ପ କରୁଅଛୁ ଯେଣୁ କ୍ଲେଶରୁ ଧୈର୍ଯ୍ୟ କଣ ଜାତ ହୁଏ ତାର ଫଳ କଣ କ୍ଲେଶରୁ କଣ ଜାତ ହଉଛି ଧୈର୍ଯ୍ୟ ଜାତ ହଉଛି ପେସେନ୍ସ ପ୍ରିୟମାନେ ସେଥିପାଇଁ ମାନେ ସେଇ କ୍ଲେଶରେ ମଧ୍ୟ ଆନନ୍ଦ କରିବା କାରଣ ସେଇ କ୍ଲେଶରେ ଧୈର୍ଯ୍ୟ ଜାତ ହେଇଅଛି ଧୈର୍ଯ୍ୟରୁ ଅନୁଭୂତି ଧୈର୍ଯ୍ୟରୁ କଣ ହେଇଛି ଅନୁଭୂତି ମଧ୍ୟ ହେଇଛି ପ୍ରେଜ୍ ଦ ଲର୍ଡ ଏ ବାବୁ ଭାଇ ମେଡିକାଲରେ ଥିଲେ ମାନେ ଟିକେ ଦୁଃଖ କରୁଥିଲୁ ସତ କଥା କିନ୍ତୁ ତାଙ୍କ କ୍ଲେଶରେ ଧୈର୍ଯ୍ୟ ଜାତ ହେଇଛି ଏବଂ ସେଇ ଧୈର୍ଯ୍ୟରୁ ମଧ୍ୟ ଅନୁଭୂତି ଆଜି ଏକ୍ସପିରିଏନ୍ସ ଆମର ଆଣ୍ଟି ଏବଂ ଅଙ୍କଲ ଦେଇକି ଗତି କରିକି ସେମାନେ ଜାଣି ଅଛନ୍ତି ସେମାନେ ଅନୁଭବ କରି ଅଛନ୍ତି ପ୍ରିୟମାନେ ତ ସେଇ କ୍ଲେଶରୁ କଣ ଜାତ ହଉଛି ଧୈର୍ଯ୍ୟ ଜାତ ହଉଛି ପ୍ରଭୁଙ୍କର ବିଶ୍ୱାସ କରିବାର ଜାତ ହଉଛି ପ୍ରଭୁଙ୍କ ଉପରେ ଆହୁରି ଅଧିକ ଧୈର୍ଯ୍ୟ ରଖିବାର ବିଷୟ ଜାତ ହଉଛି ଏବଂ ସେଇ ଧୈର୍ଯ୍ୟରୁ ମଧ୍ୟ କଣ ଜାତ ହଉଛି ଏକ୍ସପିରିଏନ୍ସ ଅନୁଭବ ଜାତ ହଉଛି ପୁଣି ଅନୁଭୂତିରୁ ଭରସା ଯେ ଜନ୍ମେ ଏହା ଆମ୍ଭେମାନେ ଜାଣୁ ପ୍ରେଜ୍ ଦ ଲର୍ଡ ପ୍ରିୟ ମଣ୍ଡଳୀ ପ୍ରିୟ ଭାଇ ଭଉଣୀ ମାନେ ଆପଣମାନେ ଯଦି କ୍ଲେଶରେ ଯାଉଛନ୍ତି ସେଇ କ୍ଲେଶରୁ କଣ ଜାତ ହଉଛି ପ୍ରଥମ ବିଷୟ ଧୈର୍ଯ୍ୟ ଜାତ ହଉଛି ଏବଂ ସେଇ ଧୈର୍ଯ୍ୟରୁ ଦ୍ୱିତୀୟ ବିଷୟ କଣ ହଉଛି ଭରସା ଜାତ ହଉଛି ଅନୁଭୂତିରୁ କଣ ଜାତ ହଉଛି ଭରସା ଜାତ ହଉଛି ଅନୁଭୂତିରୁ ଭରସା ଜନ୍ମେ ଏହା ଆମେ ମାନେ ଜାଣୁ ଏଇ ବାକ୍ୟରେ ଆମେ ଛିଡା ହଉ ପ୍ରିୟ ମାନେ ଆମେ ଯେତେବେଳେ ଏଇ କୋଭିଡ-19 ରେ ଗତି କରୁଛୁ ମହାମାରୀରେ ଗତି କରୁଛୁ ଆମେ ଅଧୈର୍ଯ୍ୟ ହେବାକୁ ପଡିବ କିନ୍ତୁ ଏଇ ବାକ୍ୟକୁ ଆମେ ସ୍ମରଣ କରିବା ଆମେ ଧୈର୍ଯ୍ୟ ହରା ହେବା ନାହିଁ ପ୍ରଭୁ ଆମମାନଙ୍କୁ ସମ୍ଭାଳିବେ
आमने प्रभुंकर लोकप्रिय माने आम मानकर धैर्य प्रभु को आमने देखाइबा कारण से धैर्य रु कोन जात होची से धैर्य रु अनुभूति जात होची एवं सेही धैर्य रु मध्य भरोसा जात होची प्रिय माने आमने भांगी न पडू सेथि पा आमने जो जो व्यक्ति माने नूतन भाव रे अछंती से माने जतरे भांगी पडुछंती आम्हे माने से मान को अनुभूति रु कहबार अछि प्रेज द लॉर्ड सेथि पा आमने निराश हो हताश नुह निरुच्चारित नुह केवल भरोसा रे आनंद करू ता नुह किंतु क्लेश रे मध्य आम्हे माने दर्प करूछु आनंद करूछु कारण से क्लेश रु धैर्य जात होची एवं अनुभूति मध्य जात हुए प्रेज द लॉर्ड कठिन परिश्रम माने एई क्लेश न दे कि प्रिय माने अनुभव जात हुए नहीं एवं धैर्य जात हुए नहीं मु प्रभु को धन्यवाद दउची एवं विश्वास करूची आज आंटी अंकल कर धैर्य तार लेवल आउट के बढ़ी जाईची एवं से माने अनुभूति मध्य दे कि गति करी अछन सेति में प्रिय माने आमने धैर्य हरा न हो क्लेश न हो माने आमने निरुच्चारित न हो प्रेज द लॉर्ड प्रभु हमको साहाय्य करंतु आसंतो माने जाकुब चिठा को माने जीवा जाकुब खुलिबा 5 अध्याय रे 7 और 8 पद पढନ୍ତୁ अतएव हे भाई माने प्रभु को आगमन पर्यंत धैर्य धरी रुह देख कृषक क्षेत्र रे बहुमूल्य फल पाइबा निमंते धैर्य धरी आद्य और शेष वृष्टि न हेबा पर्यंत अपेक्षा रे रहे तुम्बे माने मद धैर्य धरी आपण अपना हृदय को सुस्थिर करो कारण प्रभु को आगमन निकटवर्ती प्रेज द लॉर्ड कृषक जेपरि प्रथम वृष्टि एवं शेष वृष्टि पर्यंत धैर्य धरी की रहे सेही प्रकार आम को धैर्य धरिबार आवश्यकता अछि कृषक कर्म निहाती कष्टकर विषय प्रिय माने किंतु आम माने कृषक जे प्रकार धैर्य धरी रुहे देखो कृषक क्षेत्र बहुमूल्य फल पाइबा निमंते बहुमूल्य फल आम मान को निमंते मध्य क्रिश्चियन रो बहुमूल्य फल अपेक्षा कर रही अछि सेही फल को पाइबा निमंते आम माने धैर्य धरू आम विश्वास को माने परित्याग न करू आम को धैर्य को आम नष्ट न करू धैर्य सहित आम आग को बढ़ू जो फल आम पाइबा जे कृषक क्षेत्र बहुमूल्य फल पाइबा निमंते धैर्य धरी आद्य और शेष वृष्टि न हेबा पर्यंत अपेक्षा रे रहे तुमे माने मध्य धैर्य धरी आपण अपन हृदय को सुस्थिर कर धैर्य धरी सुस्थिर कर कारण प्रभुंकर आगमन निकटवर्ती प्रेज द लॉर्ड हमें माने शेष दिन मान करे अछु हमने एते वर्ष माने कोन करछु धैर्य धरी आसीछु ए अल्प दिन शेष रे अछु निकटवर्ती अछु बहुत क्लोज रे हम माने अछु किछि समय किछि सेकंड किछि मिनिट हम माने धैर्य धरिबा नै प्रिय माने हम माने धैर्य धरा न हो यह धैर्य आज परीक्षा करिवार समय धैर्य को हमने बढ़ाइबार समय प्रभु को ऊपर भरोसा रखिबार समय ताहां को ऊपर आस्था रखिबार समय एते काल हमने धैर्य धरिलु और शेष रे माने निकटवर्ती प्रभुंकर दिन हमने धैर्य को हराइबा की प्रकार हमने शेष फल को पाइबा की बहुमूल्य फल को पाइबा की सेथिबा हमने धैर्य हरा न हो हमने निज निजर हृदय को हमने सुस्थिर करू हमने धैर्य हरा न हो कारण प्रभुंकर आगमन निकटवर्ती एवरी हमने 10 रो 36 रो पढिबा 10 रो 36 एवरी जेणु तुमे माने जेपरि ईश्वर को इच्छा साधन करी प्रतिज्ञार फल प्राप्त होई पारो एति निमंते तुम मानकर धैर्यशील हेबा प्रयोजन प्रेज द लॉर्ड हां से 37 कारण आउ अत्यल्प समय मात्र जाको आगमन करिवार अछि से विलंब करिवे नाही
Praise the Lord. Hallelujah. ଆମର ଧାର୍ମିକ ଠିକ ଅଛି। God bless you. ପ୍ରଭୁଙ୍କର ଆଗମନ ସମୟ ବହୁତ ନିକଟତର। ଆମେ ଶେଷ ପାଦରେ ଅଛୁ, ପାଉଁଛରେ ଅଛୁ, ଶେଷ ମୁହୂର୍ତ୍ତରେ ଆମମାନେ ଅଛୁ ପ୍ରିୟମାନେ। କାରଣ ଆଉ ଅତି ଅଳ୍ପ ସମୟ ମାତ୍ର, ଅତି ଅଳ୍ପ ସମୟ ମାତ୍ର ଯାହାଙ୍କର ଆଗମନ କରିବାର ଅଛି ସେ ଆଗମନ କରିବେ ଆଉ ବିଳମ୍ବ କରିବେ ନାହିଁ। ପ୍ରେଜ୍ ଦ ଲର୍ଡ। ଆମେ ପ୍ରିୟମାନେ ଖ୍ରୀଷ୍ଟିଆନ ଯାତ୍ରାରେ ଆମେ ଏତେ ଦିନ ଧୈର୍ଯ୍ୟ ଧରିକି ଆମେ ଆସିଛୁ, ଆଉ ଅଳ୍ପ ସମୟ ପ୍ରଭୁଙ୍କର ଆଗମନ ଦିନ ନିକଟତର ଦିନ ହଉଛି। ସେଥିପାଇଁ ଆମର ଖ୍ରୀଷ୍ଟିଆନ ଲାଇଫକୁ ଆମେ ଧୈର୍ଯ୍ୟର ସହ ସିଦ୍ଧିଦାତା ବିଶ୍ୱାସର ନେତା ଯୀଶୁ ଖ୍ରୀଷ୍ଟଙ୍କୁ ଲକ୍ଷ୍ୟ କରି ଆମେ ମାନେ ଧାବମାନ ହଉ, ଆମମାନଙ୍କ ଗନ୍ତବ୍ୟ ପଥକୁ ଆମେ ସମାପ୍ତ କରୁ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯେ ପ୍ରକାର ସେଇ କ୍ଲେଶକୁ ଦୁଃଖକୁ ସେ ତୁଚ୍ଛ ଭାବ କଲେ ଏବଂ ଧୈର୍ଯ୍ୟ ସହକାରେ କୃଷ୍ଣ ମୃତ୍ୟୁ ଭାଗ ପର୍ଯ୍ୟନ୍ତ ଧୈର୍ଯ୍ୟ ସହକାରେ ମୃତ୍ୟୁବରଣ କଲେ। ଏବଂ ଆଜି ପିତାଙ୍କର ରାଇଟ ହ୍ୟାଣ୍ଡ ଦକ୍ଷିଣ ହସ୍ତରେ ଯାହାକି ଆନନ୍ଦର ପୂର୍ଣ୍ଣତା ସୁଖ ଭୋଗରେ ଅଛନ୍ତି, ସେଇ ପ୍ରତିଜ୍ଞା ଆମ ମାନଙ୍କୁ ମଧ୍ୟ ଦିଆଯାଇଛି। ପ୍ରିୟମାନେ ଏଇ ଧୈର୍ଯ୍ୟକୁ ଆମେ ହରା ନ ହଉ, ଆଉ ଆସନ୍ତୁ ଆମେ ଧୈର୍ଯ୍ୟ ଧରି ଆଗକୁ ବଢିବା। ପ୍ରଭୁ ଏଇ ଅଳ୍ପ ସମୟର ବାକ୍ୟ ଦ୍ୱାରା ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ, ଆମମାନଙ୍କ ଧୈର୍ଯ୍ୟକୁ ବଢାନ୍ତୁ।